ଜୟ ଜଗନ୍ନାଥ। ବନ୍ଧୁଗଣ, ଆଜି ଆସନ୍ତୁ ଜାଣିବା ଏକ ଗଳ୍ପ ବିଷୟରେ। ସେ ଗଳ୍ପର ନାମ ହେଲା ଟିମା ହରେଇଲା ଭୀମାକୁ। ଗଳ୍ପର ଗାଳ୍ପିକ ହେଉଛନ୍ତି ଦାସ ବେନଭୋର। ଗପଟି ଆରମ୍ଭ ହୁଏ ଏହିପରି। ଗୋଟେ ଗାଁରେ ଥାନ୍ତି ଟିମା ଆଉ ଭୀମା। ଦୁହେଁ ଏକା ବୟସର। ପିଲାଦିନେ ସାଙ୍ଗ ହୋଇ ପଢ଼ୁଥିଲେ ଗାଁ ସ୍କୁଲରେ। ଟିମା ଦେଖିବାକୁ ଗେଡ଼ା, ଦେହ ପତଳା, ମୁଣ୍ଡରେ ବାବୁରି ବାଳ, ନାକ ଗଜିଆ, ନିଶ ସରୁଆ। ଭୀମାର ଚେହେରାଟା କିନ୍ତୁ ଅସୁର ପରି। ଏଡ଼େ ପେଟ, ଏଡ଼େ ମୁଣ୍ଡ, ଏଡ଼େ ଏଡ଼େ ଆଖି, ମୁଣ୍ଡରେ ଟିକି ଟିକି ବାଳ, ନାକ ଚପଟା, ମୋଟା ନିଶ। ଟିମା ଦେହରେ ବଳ ନାହିଁ, ମାତ୍ର ଭୀମାଟା ପୁରା ପହିଲମାନ। ଗୋଟାଏ ବିଧାରେ ପୁଞ୍ଜେ ନଡ଼ିଆ ଭାଙ୍ଗିଦେବ। ସେ ଖଣ୍ଡମଣ୍ଡଳରେ ଭୀମା ସବୁଠାରୁ ବଳୁଆ। କେତେଥର କୁସ୍ତି ଲଢ଼େଇରେ ସେ ଆଚ୍ଛା ମାଲମାନଙ୍କୁ ଚିତ୍ କରିଦେଇଛି। ସେଇଥିପାଇଁ ତା ମନରେ ଭାରି ଗର୍ବ। ପତଳା ଲୋକ ଦେଖିଲେ ଟାପରା କରି ସେ କହେ, କିରେ ମାଛି, କୁଆଡ଼େ ଯାଉଛୁ? ଟିମାକୁ ଦେଖିଲେ କହେ, ତୁଟା ମାଛି ନୁହଁ, ମଶାଟାଏ, ଫୁଙ୍କିଦେଲେ ଉଡ଼ିଯିବୁ। ଟିମା ବି ଛାଡ଼ିବା ଲୋକ ନୁହେଁ। ସେ ଭୀମାକୁ କହେ, ତୁଟା ପମ୍ପାଲୁ, ଓଦା ମାଟି କାନ୍ଥ ଯାହା ତୁ ସେଇଆ। ଏଡ଼େଟାଏ ସିନା ହେଇଛୁ, ଠେଲିଦେଲେ ପଡ଼ିଯିବୁ। ଟିମା ସିନା ସେମିତି କହେ, ହେଲେ ବଳରେ ଭୀମାର ସେବା କ'ଣ କରିପାରିବ? ଓର ଅଣ୍ଡୁଥାଏ ଭୀମାକୁ କେମିତି ପାନେ ଦେବ। ଏମିତି କେତେ ଦିନ ଗଲା। ହଠାତ୍ ଦିନେ ଟିମାର ଗୋଟେ ଟାଣ କଥା ଶୁଣି ଗାଁ ଲୋକେ ତାଟକା ହୋଇଗଲେ। ଟିମା କହିଲା, ଆସନ୍ତା କୁଆଁର ପୁନେଇ ଦିନ ଭୀମା ସହ ସେ କୁସ୍ତି ଲଢ଼େଇ କରିବ। ଗାଁ ମୁଣ୍ଡ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିର ପାଖ ପଡ଼ିଆରେ ଏ ଲଢ଼େଇ ହେବ। ଯିଏ ହାରିବ ସିଏ ଲଣ୍ଡା ହେବ ଓ ନିଶ କାଟିବ। ଶୁଣିଲା ଲୋକେ ମୁଣ୍ଡରେ ହାତ ଦେଲେ। ଆରେ, ଟିମାଟାର ମୁଣ୍ଡ ଖରାପ ହୋଇଗଲାଣି ନା କ'ଣ? ହାତୀ ସାଙ୍ଗରେ ଠେକୁଆର କି ଲଢ଼େଇ? ଭୀମାର ଗୋଟେ ମୁଥ ମାଡ଼ରେ ବାଇଗଣ ଭରତା ହୋଇଯିବ ବିଚରା ଟିମା। କିଏ କେତେ ବୁଝେଇଲେ, ଟିମାର କିନ୍ତୁ ସେ ଏକା ଜିତ୍। ସେ ଭୀମା ସହିତ କୁସ୍ତି ଲଢ଼ିବ, ସେ ଭୀମା ସହିତ କୁସ୍ତି ଲଢ଼ିବ। କୁଆଁର ପୁନେଇ ଦିନ ଆସିଗଲା। ସଞ୍ଜ 6ଟାରେ ହେବ ଲଢ଼େଇ। ଏପଟେ ଟିମା, ସେପଟେ ଭୀମା। ଭୀମା ଭିଡ଼ିଥାଏ ନାଲିଆ ପାଇକଛା। ଟିମା ପିନ୍ଧିଥାଏ ଆଣ୍ଠୁଯାଏ ଟେକା ହୋଇଥିବା ଧୋତି। ଘୋଡ଼େଇ ହୋଇଥାଏ ଗୋଟେ ମୋଟା ଚାଦର। ଟିମା ଚାଦର ଘୋଡ଼େଇ ହୋଇଥିବା ଦେଖି କିଏ ଜଣେ ପରିହାସ କରି କହିଲା, ଆରେ, ଭୀମାର ମାଡ଼ରେ ହାଡ଼ ଭାଙ୍ଗିଯିବ ବୋଲି ଟିମା ବୋଧେ ପିଠିରେ କଣ୍ଥାଟାଏ ବାନ୍ଧି ଆସିଛି। ସଞ୍ଜ ନଈ ଆସୁଥାଏ। ଆଉ ଟିକିଏ ପରେ ଜହ୍ନ ଉଇଁବ। ଏତିକିବେଳେ କୁସ୍ତି ଆରମ୍ଭ ପାଇଁ ହୁଇସିଲ୍ ଫୁଙ୍କିଦେଲେ ଗାଁ ମୁଖିଆ। ହୁଇସିଲ୍ ଶୁଣୁ ଶୁଣୁ ମାଡ଼ି ଆସିଲା ଭୀମା। ତାକୁ ଦେଖି ଟିମା ଖାଲି ଏକଡ଼ ସେକଡ଼କୁ ଡେଉଁଥାଏ ବେଙ୍ଗ ଡେଇଁବା ପରି। ସମସ୍ତେ ଚାହିଁଥାନ୍ତି ଆଖି ତରାଟି। ହେଇ, ଗୋଟେ ମୁଥରେ ନିଚେ ମୁହଁ ମାଡ଼ି ପଡ଼ିବ ଟିମା। ଟିମା କିନ୍ତୁ ଏତିକିବେଳେ ଚାଦରଟାକୁ ଫୋପାଡ଼ି ଦେଇ କଟମଟ କରି ଚାହିଁଲା ଭୀମାକୁ। ସେଇଠୁ ହାତ ମୁଠାଟାକୁ ଫିଟେଇ ଶୂନ୍ୟରେ ଫିଙ୍ଗିଦେଲା ଭୀମା ଆଡ଼କୁ। ଶୂନ୍ୟ ଶୂନ୍ୟ ଟିମାର ହାତ ମୁଠାଟା ସତେ ଯେମିତି ମାଡ଼ ହୋଇଗଲା ଭୀମା ଦେହରେ। ଭୀମା ସଙ୍ଗେ ସଙ୍ଗେ ଇଲୋ ବୋଉଲୋ, ଇଲୋ ବୋଉଲୋ, ଇଲୋ ବୋଉଲୋ ବୋଲି ରଡ଼ିଟାଏ କଲା। ହା ହା, ଇଏ କ'ଣ, ଇଏ କ'ଣ? ଲୋକେ ଦେଖିଲେ କୁସ୍ତି ଜାଗାରେ ଭୀମା ଇଲୋ ବୋଉଲୋ, ମୋତେ ଖାଇଲା ଲୋ କହି ଦୌଡ଼ୁଛି ଓ ତା ପଛେ ପଛେ ଟିମା ହାତ ଉଠେଇ ମାରିବ ବୋଲି ଗୋଡ଼େଇଛି। ଆଚମ୍ବିତ କଥା, ଶେଷକୁ ଏମିତି ହେଲା ଯେ ଭୀମା କାଉଲୁ ବାଉଲୁ ହୋଇ ପଳେଇଗଲା ପଡ଼ିଆ ଛାଡ଼ି। ସମସ୍ତେ ଅନେଇଛନ୍ତି ହାଁ କରି। ମୁଖିଆ ଘୋଷଣା କଲେ, କୁସ୍ତି ଲଢ଼େଇରେ ଟିମା ଭୀମାକୁ ହରେଇଲା। କ'ଣ ଘୋଷଣା କଲେ? କୁସ୍ତି ଲଢ଼େଇରେ ଟିମା ଭୀମାକୁ ହରେଇଲା। ସତକୁ ସତ ତା ପରଦିନ ଗାଁ ଲୋକଙ୍କ ସାମ୍ନାରେ ଭୀମା ଲଣ୍ଡା ହୋଇ ନିଶ କାଟିଲା। ପଛରେ ବସି ମୁରୁକି ମୁରୁକି ହସୁଥାଏ ଟିମା। କଥାଟା ହେଉଛି, ଭୀମା ସିନା ପହିଲମାନ, ହେଲେ ପିଲାଦିନୁ ତାର ଅସର ହେବାକୁ ଭାରି ଡର। ଏ କଥାଟି ଜାଣିଥିଲା ଟିମା। ସେଥିପାଇଁ ସେଦିନ କୁସ୍ତି ବେଳେ ହାତ ମୁଠାରେ ଗୋଟେ ଜିଅନ୍ତା ଅସରପା ଆଣି କେହି ନ ଦେଖିଲା ଭଳି ସେ ଫିଙ୍ଗି ଦେଇଥିଲା ଭୀମା ଉପରକୁ। ଅସରପା ନା ଶୁଣିଲେ ଯିଏ ଧାଏଁ, ତା ଦେହରେ ଅସରପାଟେ ଚଢ଼ିଗଲେ ସେ କି ଆଉ ସମ୍ଭାଳି ପାରନ୍ତା? ମାତ୍ର ଭୀମା କେମିତି ହାରିଲା ସେ ଗୁମରଟି ଟିମା କାହାକୁ କହିଲାନି। ଯେତେ ହେଲେ ସାଙ୍ଗଟା, ଭୀମା ବି କହନ୍ତା କେମିତି? ସମସ୍ତେ ଜାଣିଯିବେ ତାର ଡରକୁଳାପଣ। ଭୀମା କିନ୍ତୁ ସେଇଦିନ କାହାକୁ ମାଛି କି ମଶା କହିବାର ଆଉ କେବେ କେହି ଶୁଣି ନାହାନ୍ତି। ଏହା ହିଁ ଥିଲା ଗପ ଟିମା ହରେଇଲା ଭୀମାକୁ। ଏଇ ଗପଟି ଲେଖିଥିଲେ ଦାସ ବେନଭୋର। ତ ବନ୍ଧୁଗଣ, ଏଠି ଦର୍ଶାଇବାକୁ ଚାହୁଁଛନ୍ତି ଯେ ନିଜେ ଯେତେ ବଳୁଆ ହେଉ ବା ବୁଦ୍ଧିଆ ହେଉ ବା ନିଜେ ଯେତେ ଧନ ଥିଲେ ବି ଗର୍ବ କରିବା ଅନୁଚିତ। କାରଣ ଏହା ସବୁ ଚିରସ୍ଥାୟୀ। ପ୍ରତ୍ୟେକ ମଣିଷରେ କିଛି ନା କିଛି ଭଲ ଗୁଣ ଥାଏ, ଖରାପ ଗୁଣ ବି ଥାଏ, ଯାହାକୁ ଆମେ ଷ୍ଟ୍ରେଙ୍ଗନେସ୍ ବା ୱିକନେସ୍ କହୁ। ଷ୍ଟ୍ରେଙ୍ଗନେସ୍ ଅର୍ଥ ହେଲା ସବଳତା, ୱିକନେସ୍ ଅର୍ଥ ହେଲା ଦୁର୍ବଳତା। ତ ଯଦି ଆପଣ ଗର୍ବ କରିବେ ବା ଆମେମାନେ ଗର୍ବ କରିବା ନିଜ ବଳକୁ ନେଇ, ବୁଦ୍ଧିକୁ ନେଇ ବା ବିଦ୍ୟାକୁ ନେଇ,
ଏମିତି ସମୟ ଆସିବ ଯେ ସେ ବଳ ବୁଦ୍ଧି ମଧ୍ୟ କାମ ଦେବନି। ନିରୁଦ୍ଧିଆ ଲୋକ ଜଣେ ବା ଧନବାନ ଲୋକ ଜଣେ ସେ ବୁଦ୍ଧିଆ ଲୋକକୁ ଧନବାନ ଲୋକଙ୍କୁ ମଧ୍ୟ ହରେଇ ଦେବ। ଏହା ହିଁ ଥିଲା ଏ ଗଳ୍ପର ବିଷୟବସ୍ତୁ। ମୁଁ ଆଶା କରୁଛି ଗପଟିକୁ ନିଶ୍ଚିତ ଆପଣମାନେ ଭଲ ଲାଗିଥିବ। ଭଲ ଲାଗିଥିଲେ ନିଶ୍ଚୟ ଭିଡ଼ିଓକୁ ଲାଇକ୍ କରିବେ, ସେୟାର କରିବେ, ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ନୋଟିଫିକେସନକୁ ଅନ୍ କରିଦେବେ। ତ ବନ୍ଧୁଗଣ ଧନ୍ୟବାଦ। ଜୟ ଜଗନ୍ନାଥ, ଜୟ ମା ସମଲେଇ, ଜୟ ମା ଦୁର୍ଗା।